ফেব্রুয়ারি 22 তারিখে অহমদাবাদ নরেন্দ্র মোদী স্টাডিয়ামে আজ ভারত ও দক্ষিণ আফ্রিকা মধ্যে সুপার 8 মুকাবিলা, কিন্তু তা ପୂର୍ବରୁ ଲଗାତାର 0ରେ ଆଉଟ୍ ହେବା ପରେ ସାମ୍ନାକୁ ଆସିଲା ଅଭିଷେକ ଶର୍ମାଙ୍କ ପ୍ରଥମ ବୟାନ। ଦକ୍ଷିଣ ଆଫ୍ରିକା ସହ ଖେଳିବେ କି ନାହିଁ ମୁହଁ ଖୋଲି କହିଦେଲେ। ଦର୍ଶକ ବନ୍ଧୁ, ଅଧିକ ଖେଳ ଖବର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଚାଲନ୍ତୁ ଏବେ ଖବର ଜାଣିବା। ଦର୍ଶକ ବନ୍ଧୁ, ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର 8 ମୁକାବିଲା ଖେଳାଯିବ, ଯେଉଁଥିରେ କି ଅଭିଷେକ ଶର୍ମାଙ୍କୁ ନେଇ ଏବେ ଆସିଛି ବଡ଼ ଖବର। ଅଭିଷେକ ଶର୍ମା ଆଜିର ମ୍ୟାଚ୍ ଖେଳିବେ କି ନାହିଁ ଚାଲନ୍ତୁ ଜାଣିବା। ଦର୍ଶକ ବନ୍ଧୁ, ଦକ୍ଷିଣ ଆଫ୍ରିକାକୁ ଏବେ 3ଟା ବ୍ୟାଟ୍ସମ୍ୟାନଙ୍କୁ ଦଳ। ଭାରତ 3 ବ୍ୟାଟ୍ସମ୍ୟାନଙ୍କୁ ଦକ୍ଷିଣ ଆଫ୍ରିକା ଦଳ। 1ରେ ଇଶାନ କିଶାନ, 2ରେ ତିଲକ ବର୍ମା, 3ରେ ଅଭିଷେକ ଶର୍ମା। କିନ୍ତୁ ଅଭିଷେକ ଶର୍ମାଙ୍କ ଏବେ ଫର୍ମ ନାହିଁ, ଯାହାଫଳରେ କି ଦକ୍ଷିଣ ଆଫ୍ରିକା ଟିକେ ଖୁସି ଅଛି। ଦର୍ଶକ ବନ୍ଧୁ, ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ 8ଟି ଟି20 ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ ଗୁଡ଼ିକ ସେ ସମୁଦାୟ 200 ରନ୍ କରିଛନ୍ତି, ଯେଉଁଥିରେ ଏକ ଚମତ୍କାର ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ଟିମ୍ ଇଣ୍ଡିଆର ଟପ୍ ଅର୍ଡରରେ ଇଶାନ କିଶାନ, ତିଲକ ବର୍ମା ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ସେହିଭଳି ଅଭିଷେକ ଶର୍ମା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେଣୁକରି ଯଦି ଆଜିର ମ୍ୟାଚ୍ରେ ଅଭିଷେକ ଶର୍ମା ଖେଳନ୍ତି ଏବଂ ତାଙ୍କ ଫର୍ମ ଫେରି ଆସେ, ଯଦି ସେ ଭଲ ବ୍ୟାଟିଂ କରନ୍ତି, ତାହେଲେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବ ସୁନିଶ୍ଚିତ। ଦର୍ଶକ ବନ୍ଧୁ, ଯାହା ଖବର ଅଛି ଯେ ଷ୍ଟ୍ରାଇକ୍ ରେଟ୍ ତାଙ୍କ ବ୍ୟାଟିଂ 174। ଯଦି ସେ 174 ବ୍ୟାଟିଂ କରନ୍ତି, ତାହେଲେ ଦକ୍ଷିଣ ଆଫ୍ରିକା ପାଇଁ ପରାଜୟ ହୋଇଥାନ୍ତି।